ସବୁଦିନ ସକାଳେ ପ୍ରତ୍ୟେକ ଘରଣୀଙ୍କର ଚିନ୍ତା ଆଜି ବ୍ରେକଫାଷ୍ଟ କ'ଣ ହେବ। ଚାଲନ୍ତୁ ଯେମିତି ଆଜି ମୁଁ ଭାବିଲି ଆଜି ବ୍ରେକଫାଷ୍ଟ ମୁଁ କ'ଣ ବନେଇବି, ମୋ ମନକୁ ଗୋଟେ ସୁପର ଆଇଡ଼ିଆ ପଶିଲା ଆଉ ଗୋଟେ ଚଟପଟା ଚଟନି ସହିତ ଉଷୁନା ଚାଉଳର ପିଠା, ଯାହାକି ଆପଣ ବି ଦେଖୁ ଦେଖୁ ନିହାତି ଘରେ ବନେଇକି ଖାଇବେ। ନମସ୍କାର, ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଏ ଛବିରାଣୀ କିଚେନକୁ। ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରିଦିଅନ୍ତୁ, ତା ସାଙ୍ଗରେ ଅଲ୍ ବଟନ୍କୁ ମଧ୍ୟ ସିଲେକ୍ଟ କରନ୍ତୁ। ଏବେ ଷ୍ଟାର୍ଟ କରିନେବା ଏ ରେସିପିଟି। ସେଥିପାଇଁକି ଚାଲିଯିବା ନେକ୍ସଟ ଷ୍ଟେପ୍କୁ। ପ୍ରଥମେ ଆମେ ଚଟନି ବନେଇ ନେବା। ସେଥିପାଇଁକି ଏଇଠି ବୁଟ ଡାଲି ନେଇଯିବା। ଏଇଟା କଞ୍ଚା ବୁଟ ଡାଲି ମୁଁ ନେଇଛି, ଯେଉଁଟାକି ଆମେ ଘରେ ବୁଟ ଡାଲି ରାନ୍ଧି ଖାଆନ୍ତି ସେଇ ବୁଟ ଡାଲି ଅଧ କପ୍ରେ ନେଇଛି। ଆପଣ ଯେତିକି ଚଟନି ଖାଇବେ ସେହି ହିସାବରେ ନେଇପାରିବେ। ଏବେ ଆମେ ଗ୍ୟାସ୍ରେ ଗୋଟେ କଢ଼େଇ ବସାଇ ନେବା। କଢ଼େଇରେ ଆମେ ୟାକୁ ଭଲ ଭାବରେ ଭାଜି ନେବା, ଯେମିତି ଟିକେ କଲର୍ ଚେଞ୍ଜ ହେଇଯିବ ଆଉ ଗୋଟେ ଭଲ ବାସ୍ନା ଆସିବା ପର୍ଯ୍ୟନ୍ତ। ଯେତେ ପର୍ଯ୍ୟନ୍ତ କଲର୍ ଟିକେ ଚେଞ୍ଜ ନ ହେଇଛି ସେଇ ପର୍ଯ୍ୟନ୍ତ ଆପଣ ଭାଜିବେ। ଦେଖିପାରୁଛନ୍ତି ଏବେ ଆମର ବୁଟ ଡାଲିଟି କଲର୍ ଚେଞ୍ଜ ହେଇ ଆସିଲାଣି, ଆଉ ଟିକେ ଅଲଗା ମଧ୍ୟ ଦେଖାଯାଉଛି, ଆଉ ଟିକେ ଛୋଟ ସାଇଜ୍ର ଦେଖାଯାଉଛି। ତା ମାନେ ଭଲ ଭାବରେ ବୁଟ ଡାଲିଟି ଭାଜି ହେଇଯାଇଛି। ତ ୟାକୁ ଆମେ କ'ଣ କରିବା, ଏବେ ଓହ୍ଲେଇ ନେବା। ତ ୟାକୁ ଆମେ ଗୋଟେ ଜାଗାକୁ ସିଫ୍ଟ କରିନେବା। ଏଇଠି ମୁଁ ଗୋଟେ ଜାଗାରେ ରଖିନେଇଛି ଏ ବୁଟ ଡାଲିକୁ, ଆଉ ଏଇ ଜାଗାରେ ଆମେ କ'ଣ କରିବା, କିଛି ପାଣି ଦେଇଦେବା, ଯାହାକି ଆମେ ବୁଟ ଡାଲିଟିକୁ ଟିକେ ଭଲ ଭାବରେ ଧୋଇ ନେବା। ୟାକୁ ଆମେ ଭଲ ଭାବରେ ଧୋଇକି ଗୋଟେ ଛୋଟ ମିକ୍ସି ଜାର୍ରେ ଦେଇଦେବା, ଯେଉଁଥିରେ କି ଆମେ এই ବୁଟ ଡାଲିକୁ ଗ୍ରାଇଣ୍ଡ କରିବା। ତ ଏଇଠି ମୁଁ ଧୋଇକି ବୁଟ ଡାଲିକୁ ଆଡ଼ କରିଦେଇଛି। ୟାକୁ ବତୁରେଇବା କୌଣସି ଆବଶ୍ୟକ ନାହିଁ, ଏ ଡାଲିଟି ସେମିତି ହିଁ ଗ୍ରାଇଣ୍ଡ ହେଇଯିବ। ତା ସହିତ ଏଇଠି ମୁଁ ନେଇଛି କିଛି ନଡ଼ିଆ ଏଇଠି ଟିକେ ପକାଇଲେ ବହୁତ ହି ଭଲ ଲାଗିବ ଚଟନି। ତ ଏଇଠି ରାଗ ହିସାବରେ ଆପଣ ଯେତିକି ଲଙ୍କା ଖାଇବେ ସେହି ହିସାବରେ ଲଙ୍କା ନେଇଯାଆନ୍ତୁ। ତ ଏଇଠି ଅଳ୍ପ ଟିକେ ଅଦା ମଧ୍ୟ ନେଇଯିବା। ତା ସହିତ ଆଡ଼ କରିବା ଅଧ ଚାମଚ ଗୋଟା ଜିରା, ଏ କଞ୍ଚା ଜିରା ଅଛି, ତା ସହିତ କିଛି କୋରି ପତ୍ର, ଯେଉଁଟାକି ଭୃଷୁଙ୍ଗା ପତ୍ର। ତ ଏଇଠି ମୁଁ ଫାଡ଼େ ଲେମ୍ବୁ ନେଇଛି, ୟାକୁ ଆମେ ଏଇଠି ଚିପୁଡ଼ି ନେବା, ଯାହାଫଳରେ ଚଟନିଟି ଚଟପଟା ଲାଗିବ ଆଉ ବହୁତ ହି ୟମି ଲାଗିବ। ତ ଏଇଠି ଟିକେ ମଞ୍ଜି ରହିଯାଇଛି, ତାକୁ କାଢ଼ି ନେବା, କାହିଁକିନା ଏ ମଞ୍ଜି ରହିଲେ ପିତା ଲାଗିବ। ତ ଏଇଠି ଟିକେ ଅଳ୍ପ ଟିକେ ପାଣି ଦେଇଦେବା, ଆଉ ୟାକୁ ଆମେ ଭଲ ଭାବରେ ଗ୍ରାଇଣ୍ଡ କରିନେବା। ଭଲ ଭାବରେ ପୁରା ସ୍ମୁଥ୍ କରିକି ଗ୍ରାଇଣ୍ଡ କରିବା, ଯାହାକି ଚଟନିଟି ବଢ଼ିଆ ଲାଗିବ। ତ ଏଇଠି ଆମର ଗ୍ରାଇଣ୍ଡ ହେଇଯାଇଛି, ଦେଖିପାରୁଛନ୍ତି ଆମର ବୁଟ ଡାଲି ଆଉ ନଡ଼ିଆ ସବୁତକ ଚଟନିଟି ଏବେ ଗୋଟେ ଜାଗାକୁ ସିଫ୍ଟ କରିନେବା, ଯାହାଫଳରେ ଆମେ ଆଉ ଟିକେ ପତଳା କରିବା ଚଟନିକୁ। ଆପଣ ଯେତିକି ପତଳା କରିବା ପାଇଁ ଚାହିଁବେ ସେହି ହିସାବରେ ପତଳା କରିବେ ଚଟନିକୁ। ଆଉ ଏଇଠି ମୁଁ ଅଳ୍ପ ପାଣି ଦେଇକି ୟାକୁ ଭଲ ଭାବରେ ମିକ୍ସ କରି ନେଉଛି। ତ ଏଇ ଜାଗାରେ ଆମେ କ'ଣ କରିବା, ୟାକୁ ରଖିନେବା ସାଇଡ଼୍ରେ। ଏଇଠି ମୁଁ ଗୋଟେ ତେଲ କଢ଼େଇ ବସାଇ ନେଉଛି, ଯାହାଫଳରେ ଏଇଠି ଗୋଟେ ଚାମଚ ତେଲ ମୁଁ ଦେଇଦେଇଛି। ତା ସହିତ କଳା ସୋରିଷ ଗୋଟେ ଚାମଚ ଏଇଠି ଆଡ଼ କରିନେବା। ଟିକେ ସୋରିଷ ଗରମ ହେଇ ଆସିଲା ବେଳକୁ ଆମେ ଏଇଠି ଶୁଖିଲା ଲଙ୍କା କିଛି ଆଡ଼ କରିନେବା। ଏଇଠି ଚାହିଁଲେ ଆପଣ କଞ୍ଚା ଲଙ୍କା ବି ୟୁଜ୍ କରିପାରିବେ, ମୁଁ କେବଳ ଶୁଖିଲା ଲଙ୍କା ଦେଉଛି। ତା ସହିତ ଏଇଠି ମୁଁ ଗୋଟେ ପିଞ୍ଚ କେବଳ ହେଙ୍ଗୁ ଦେଉଛି, ଯାହାଫଳରେ ଚଟନିଟି ବହୁତ ହି ଭଲ ଲାଗିବ। ତ ଏଇଠି ଆମେ ତା ସହିତ ଦେଇଦେବା କିଛି ଭୃଷୁଙ୍ଗା ପତ୍ର। ୟାକୁ ଆମେ ଟିକେ ହାଲକା ଏମିତି ଫ୍ରାଏ କରିନେବା। ହେଙ୍ଗୁଟି ଅପସନାଲ୍ ଅଛି। ତ ଏଇଠି ଆମର ହେଇଗଲା ଫ୍ରାଏ। ଏବେ ଆମେ ତଡ଼କା ଲଗାଇ ନେବା। ସେ ଚଟନି ଉପରେ ଆମେ ଏଇ ଛୁଙ୍କଟିକୁ ଦେଇଦେବା। ତ ଦେଖିପାରୁଛନ୍ତି କେତେ ଟେମ୍ପଟିଂ ଲାଗୁଛି, ବହୁତ ୟମି। এই ଚଟନିଟି ଆପଣ ଚକୁଳି ପିଠା, ଇଡଲି, ଦୋସାରେ ବି ଆପଣ ଖାଇପାରିବେ। ତ ୟାକୁ ଏଇଠି ମୁଁ ଲୁଣ ଦେବା ପାଇଁ ଭୁଲି ଯାଇଥିଲି, ତ ଏଇଠି ଟିକେ ଲୁଣ ଆଡ଼ କରିନେବା ଟେଷ୍ଟ ହିସାବରେ। ଆପଣ ଚାହିଁଲେ ଯେତେବେଳେ ଗ୍ରାଇଣ୍ଡ କରିବେ ସେତେବେଳେ ଲୁଣଟି ଆଡ଼ କରିଦେବେ, କାହିଁକିନା ଭଲ ଭାବରେ ମିକ୍ସ ହେଇଯିବ। ତ ଏଇଠି ମୁଁ ଲୁଣ ଦେଇକି ୟାକୁ ଭଲ ଭାବରେ ମିକ୍ସ କରି ନେଉଛି। ୟାକୁ ରଖିନେବା ସାଇଡ଼୍ରେ। ଏବେ ଆମେ ଉଷୁନା ଚାଉଳ ପିଠା ପ୍ରିପାରେସନ୍ କରିବା। ଏଇଠି ମୁଁ ଉଷୁନା ଚାଉଳ ଗୋଟେ ଗିନା ନେଇଛି, ଯେଉଁଟାକି ନର୍ମାଲ ଘରେ ଭାତ ଖାଇବା ଚାଉଳ। ଉଷୁନା ଚାଉଳ ଏମିତି ଗୋଟେ ଗିନା ନେଇଯାଆନ୍ତୁ। ଓଭର ନାଇଟ୍ ୟାକୁ ସକ୍ କରିକି ରଖନ୍ତୁ ବା ଭିଜେଇକି ରଖନ୍ତୁ, ତାପରେ ସକାଳେ ପିଠା ପ୍ରସ୍ତୁତ କରନ୍ତୁ। ତ ୟାକୁ ମୁଁ ଭିଜେଇକି ଗୋଟେ ନାଇଟ୍ ରଖିଥିଲି, ତ ଭଲ ଭାବରେ ଆମର ଉଷୁନା ଚାଉଳଟି ଭିଜି ଯାଇଛି। ଉଷୁନା ଚାଉଳ ଭିଜିବା ପାଇଁ ଟାଇମ୍ ଲାଗେ, ତ 5 ରୁ 7 ଘଣ୍ଟା ନିହାତି ଭିଜନ୍ତୁ। ତାପରେ ଆପଣ ୟାକୁ ଯେକୌଣସି ରେସିପି ବନାନ୍ତୁ। ତ ଏଇଠି ଏବେ ଦେଖିପାରୁଛନ୍ତି କେମିତି ପୁରା ବତୁରିକି ଫୁଲି ଯାଇଛି। ତ ୟାକୁ ଆମେ କ'ଣ କରିବା, ଏବେ ଗ୍ରାଇଣ୍ଡ କରିନେବା। ଉଷୁନା ଚାଉଳକୁ ବତୁରେଇକି ମୁଁ ଧୋଇକି ରଖିଥିଲି। ତ ଏବେ ଆମେ ପାଣିକୁ ଭଲ ଭାବରେ କ୍ଲିନ୍ କରିନେବା, ଆଉ ୟାକୁ ଆମେ ଏଇ ମିକ୍ସି ଜାର୍ରେ ଦେଇଦେବା। ଆବଶ୍ୟକ ହିସାବରେ ପାଣି ଦେବା, ୟାକୁ ଆମେ ଗ୍ରାଇଣ୍ଡ କରିବା। ତା ସହିତ ଏଇଠି ମୁଁ କିଛି ନଡ଼ିଆ ନେଉଛି। ନଡ଼ିଆ ଅପସନାଲ୍ ଅଛି, ଏଇଠି ଚାହିଁଲେ ଆପଣ ନେଇପାରିବେ, ନହେଲେ ବି ସ୍କିପ୍ କରିପାରିବେ। ତ ଏଇଠି ମୁଁ କିଛି ନଡ଼ିଆକୁ ଆଡ଼ କରିଦେଉଛି। ତା ସହିତ ଏଇଠି ଗୋଟେ ଚାମଚ ଗୋଟା ଜିରା, ତ ଏଇଠି ତା ସହିତ ଆଉ ଟିକେ ଅଦା ମଧ୍ୟ ଆଡ଼ କରିନେବା, ଯାହାଫଳରେ ପିଠାଟି ବହୁତ ହି ଟେଷ୍ଟି ଲାଗିବ। ତ ସ୍ୱାଦ ହିସାବରେ ଲୁଣ ମଧ୍ୟ ଏଇଠି ଆଡ଼ କରିନେବା, ଯାହାଫଳରେ ଭଲ ଭାବରେ ମିକ୍ସ ହେବ। ଏବେ ଆମେ ୟାକୁ ସ୍ମୁଥଲି ଗ୍ରାଇଣ୍ଡ କରିନେବା। ଉଷୁନା ଚାଉଳ ଗ୍ରାଇଣ୍ଡ ହେବା ପାଇଁ ବି ଟିକେ ଟାଇମ୍ ଲାଗେ, ଆଉ ଟିକେ ଅଧିକ ପାଣି ଆବଶ୍ୟକ ପଡ଼େ। ତ ସେଇ ହିସାବରେ ଆପଣ ଗ୍ରାଇଣ୍ଡ କରନ୍ତୁ। ଏବେ ମୁଁ ଗ୍ରାଇଣ୍ଡ କରିକି ନେଇଯାଇଛି, ଆଉ ଗୋଟେ ବାଉଲକୁ ସିଫ୍ଟ କରି ନେଉଛି। ଦେଖିପାରୁଛନ୍ତି କେତେ ବଢ଼ିଆ ଭାବରେ ସ୍ମୁଥଲି ଗ୍ରାଇଣ୍ଡ ହେଇଛି। ଏଇଠି ମୁଁ ଆବଶ୍ୟକ ହିସାବରେ ପାଣି ମଧ୍ୟ ଦେଇଦେଇଛି। ବେଟରଟିକୁ କେତେ ବହଳିଆ ରଖିବେ,
इडली बैटर जेमिति रखती से हिसाब से रखिए। ये एवं आम गोटे बड़ साइज्र पियाज को छोट छोट करके काटिकी आड करनेबा। ता सहित गोटे बड़ साइज्र टमाटो को मध्य छोट छोट करके काटिकी नहीं जावा। ता सहित मुझे गोटे गाजर को कोरिकी रखी ग्रेट करके रखी ताकू मध्य आड करनेबा। आपण चाहिए मन पसंदर परिबा नहीं पारिबे। जदि परिबा खाइबा चाहूना ताहले स्किप मध्य करि पारिबे। तो निहाती टमाटो और पियाज आड करिवे। बाकी आउ जहाँ आपण पसंद ये चाहिए आपण कैप्सिकम भी नहीं पारिबे। ता सहित हाफ चामच हलदी गुंड हाफ चामच रेड चिली पाउडर ये आड कर देइछि। तो ये एबे आमे याकू भल भाव में मिक्स करनेबा। लुण आमे ग्राइंड कला बेले देइचंती तो सेथिपई ध्यान देबे। जदि आपण छोट पिला को दौना ताहले ये कंचा लंका किसी काटिकी आड करंतु बहुत ही बढ़िया लगे। जदि छोट पिला को दौरान ताहले परिबा टिके निहाती आड करंतु आ ए मौका आपण छुआ को परिबा खुई दियंतु। तो ये आपण कौन करेंगे याकू लंच बॉक्स रे टिफिन बॉक्स रे पूरेकी दे दियंतु आराम रे से खाईदेव। एबे आमे नहीं जिबा खाइबा सोडा जोटा कि मीठा सोडा आपण पकोड़ी रे व्यवहार करंती ताकू नहीं जिबा पिठा को हल्का बनिया पैकी आ बहुत ही फ्लफी बनिबो पिठा बहुत स्मूथ बनिबो। ता सहित ये मो फाड़े लेंबू को चिपुड़ी नहीं लेंबू रसटी को ए सोडा उपरे आड करनेबा जहाँ फल रे भल भाव में एक्टिव हो। आ देखि पारछन केते बढ़िया भाव में एक्टिव होईछि। बेटर क्वांटिटी हिसाब रे आपण कोन करिवे खाइबा सोडा यूज करेंगे। जदि खाइबा सोडा ये देवाई चाहूना ताहले पिठा टिके ओजनिया बनब आ हल्का बनबनी। खाइबा सोडा जगह आप इनो यूज करेंगे। ये गोटे मु पैन बसई नेली ये गोटे चामच आम देदेबा तेल। ता सहित ये मु गोटे चामच देउची कला सरिष आ गोटे चामच देदेबा धला राशि जोटा कि बहुत ही बढ़िया लगे। ए पिठाटी तार लुक जेमिति खाइबा सेमिति। तो ये आम किसी भुसुंगा पत्र आड करनेबा टिके फुटिया छाड़ी नेबा। आ तापरे आम ये रखि बेटर गोटे चामच रु 2 चामच ऐड करनेबा। जदि बड़ चामच नौचंती ताहले गोटे चामच आउ जदि छोट चामच अच्छी ताहले 2 चामच ऐड करिकी याको गोटे गोल शेप करिकी पिठाटी बनेबा। ता ऊपर आमे एठी किछि धला राशि ऐड करनेबा याको आमे कवर करनेबा। आउ किछि भुसुंगा पत्र मध्ये दे देबा। तापरे आमे याको कवर करनेबा। कवर करिकी गोटे मिनिट पर्यंत याको कुक हेबा पई कि छाड़ी नेबा। केवल लो फ्लेम रे रखिकी याको गोटे मिनिट कुक करंतु। पुणी आमे गोटे मिनिट पर याको देखि नेबा हमर पिठाटी। तो गोटे मिनिट पर मु देखि नउची एठी पूरा भल भाव में तलपटू भाजी हो जाइए। तो एबे आमे अलगा साइड को ओल्टेबा। तो देखि पारुछंती पिठाटी केते स्मूथ हेची आ केयरफुली याको ओल्टेबे। तो पिठार कलर आ केते बढ़िया देखाउछि आपण देखि पारुथिबे। तो चलंतु एठी आपन को जदि पिठा रेसिपीटी भल लागिछि ताहले लाइक करिवे सब्सक्राइब करिवे ढेर सारा शेयर मध्य करिवे। तो एमिति आमे ढेर सारा सबुतक पिठा को बनै नेबा। आ केते स्मूथ हेछि केते बढ़िया हेछि केवल 2 मिनिट रे हमर पिठा रेडी हे जिवो। आ ढेर सारा पिठा को एमिति बनै नेबा। आपन को पाखरे जदि पैन नाही ताहले आपन घरे थिबा नॉर्मल लोहा तावा रे मध्य करि परिबे। सेम एमिति ही पिठा रेडी हेबो। तो एठी बाहर क्रिस्पी भीतर सॉफ्ट पिठाटी खायापे बहुत ही बढ़िया। तो आपण सकाळे आउ टेंशन हुंतनी एमिति पिठा बने कि समस्त को परसंतु। आ छुआ मान को टिफिन बॉक्स रे तो निहाती रेसिपीटी करिक दियंतु जहाँ फल रे छुआ माने किछि परिवा मध्य खाइबे आउ हेल्दी ब्रेकफास्ट मध्य। जहाँ फल उषुना चाउल जदि आपण छुआ मान को दउचंती ताहले देह पई बहुत ही भलो। सेथि पई कि उषुना चाउलर पिठा बने कि छुआ मान को खाइबा पे दियंतु। एठी मु ढेर सारा पिठा बने कि रेडी करि सारिलेनी। 2 रु 3टी पिठा को मु रेडी करि देइछि। एबे हमर चटपटा चटनी सहित ए उषुना चाउलर कलरफुल वेजिटेबल पिठाटी केमिति लागिछि आपण को अनुभूति मो संगे निहाती शेयर करिवे। आज पई रहिली पुणी देखा हबा गोटे नुआ वीडियो रे नुआ रेसिपी सहित। वीडियो रे भलो लागिले निहाती लाइक करि देबे जहाँ फल रे मते बहुत ही खुशी लागिवो। आ आपण कोठो देखुचंती वीडियो निहाती मेसेज करके कहंतु। तो चलंतु आज पई रहिली पुणी देखा हबा गोटे नुआ वीडियो रे नुआ रेसिपी सहित। आशा करूची आपण माने समस्ते बहुत ही भलो रे थिबे। वीडियो को फुल वॉच करथिबारु आपण मानको मो तरफरु बहुत बहुत धन्यवाद।